ଅକ୍ଷୟ ମହାନ୍ତିଙ୍କୁ ଯିଏ ଦେଖାଇ ଥାଏ ଯିଏ ତାଙ୍କ ସହିତ ମିଶିଥାଏ ମତେ ଭାରି ଜାଣିବାକୁ ଇଚ୍ଛା ହୁଏ ଯେ ଅକ୍ଷୟ ମହାନ୍ତି ଏମିତି ହିଁ ଥିଲେ ଯେମିତି ତାଙ୍କ ଗୀତ ଗୁଡ଼ିକ ଆମେ ଶୁଣୁଛେ। ସେମିତି ଥିଲେ। ସେ ବା କୁହନ୍ତି ଯେ 56-57ରୁ ସେ ଗୀତ ଗାଇବା ଆରମ୍ଭ କଲେ। ସେ କହିବେ ତମେ ଯଦି ମୋର 56-57ରୁ ଆଜି ପର୍ଯ୍ୟନ୍ତ ଯେତିକି ଗୀତ ଅଛି ସଜାଡ଼ିକି ରଖିଦେବ ମୋର ଜୀବନ ତିଆରି ହେଇଯିବ। ପୁରା ଲାଇଫଷ୍ଟାଇଲଟେ ଲାଇଫଷ୍ଟାଇଲ ତିଆରି ମାନେ ସେ ଯୋଉ ଫେଜ୍ରେ ଆସିଛନ୍ତି ସେ ଫେଜ୍ରେ ବୋଧେ ଗୀତଟି ହେଇଛି। ପୁରା ପୁରା ପୁରା। ତେଣୁ ମୁଁ ବହୁତ ଇନ୍ସପାୟାର୍ଡ ମାନେ ଖୋକା ଭାଇଙ୍କର ଜୀବନ, ତାଙ୍କର ଗାଇବା ଶୈଳୀ, ତାଙ୍କର ଷ୍ଟାଇଲ, ନିଜକୁ ଭଲ ପାଇବା। ଆପଣ ତାହେଲେ ତ ସେଇ ସମୟଟିକୁ ଦେଖିଥିବେ ଅକ୍ଷୟ ମହାନ୍ତିଙ୍କର ଷ୍ଟାରଡମ୍ ସମୟଟିକୁ ଯେତେବେଳେ ଏବେ ସମୟଟି ଦେଖିଛନ୍ତି। ହଁ ହଁ ଆମକୁ ଲାଗେ କି ଯେତେବେଳେ ଆମ ପାଖରେ ସେ ବ୍ୟକ୍ତିଟା ନଥାଏ ଆମେ ତାର ମୂଲ୍ୟ ବୁଝୁ, ଥିଲାବେଳେ ବୋଧେ ସେତିକି ପରିମାଣରେ ଆମେ ତାକୁ ମୂଲ୍ୟ ବୁଝିନଥିଲୁ। ସେଇଟା ସବୁବେଳେ ହେଇଛି। ଗାନ୍ଧିଜୀ ଥିଲେ ତାଙ୍କର ମୂଲ୍ୟ ସେତେବେଳେ କିଏ ବୁଝୁଥିଲା କି? ଜାତିର ପିତା ହେଲେ ପରା ହଁ ଯେତେବେଳେ। ଏବେ ବି କିଏ ବୁଝୁଛି କି ତାଙ୍କ କଥା? କିନ୍ତୁ ତାଙ୍କ କାର୍ଯ୍ୟ ସେ କରିକି ଯାଇଛନ୍ତି। ସେମିତି ଅକ୍ଷୟ ମହାନ୍ତି ତାଙ୍କୁ କିଏ ବୁଝୁ କି ନ ବୁଝୁ କିନ୍ତୁ ତା ଗୀତ ତ ବୁଝି ହେଉଛି ସମସ୍ତଙ୍କୁ ପ୍ରାଞ୍ଜଳ ଭାବରେ।